ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ପାନୀୟ ଜଳ ବିଭାଗ ତତ୍ତ୍ୱାବଧାନରେ ନିର୍ମାଣ ଚାଲିଥିବା ମେଘା ପାନୀୟ ଜଳ ପ୍ରକଳ୍ପ 325 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟ ମଞ୍ଜୁର ହୋଇଛି। ଏହାର ପ୍ରକଳ୍ପ କାର୍ଯ୍ୟ 2024 ଅଗଷ୍ଟ ମାସରେ ସରିବାର ଥିଲା, ମାତ୍ର ଆଜି ଯାଏ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନି। ଆଠମଲ୍ଲିକର ଯେଉଁ ଯନ୍ତ୍ରୀ ଜଣକ ଅଛନ୍ତି ଏହି କାର୍ଯ୍ୟର ତତ୍ତ୍ୱାବଧାନରେ ରହିଛନ୍ତି, ତାଙ୍କର କାର୍ଯ୍ୟକାଳ ଆସିକି ଆଠମଲ୍ଲିକରେ 18 ବର୍ଷ ହେଲାଣି। ତାଙ୍କର ବଦଳି ଆଜି ଯାଏ ହୋଇପାରିନି। ଶୁଣିବାକୁ ମିଳୁଛି ଯେ ଜଣକ କୁଆଡ଼େ ଠିକାଦାର ଓ ଯଦି କୌଣସି 100 ମିଟର ପାଇପ୍ ପୋତିଥାଏ, ତାକୁ 150 ମିଟର ଦର୍ଶାଇ ଠିକାଦାର ଏବଂ ନିଜର ବହୁତ ଫାଇଦା ଉଠାଉଛନ୍ତି। ଯେଉଁ ପାଇପ୍ ପୋତା ଯାଉଛି ତାହା ବି ନିମ୍ନମାନର ବୋଲି ଶୁଣିବାକୁ ମିଳୁଛି। ଆଉ ଗୋଟେ କଥା ହେଲା, ଏଇ ଯେଉଁ ରାସ୍ତାରେ ପାଇପ୍ ବସାଯାଉଛି, ପୂର୍ତ୍ତ ବିଭାଗ ନିୟମ ଅନୁଯାୟୀ ରାସ୍ତା କଡ଼ର 6 ଫୁଟ ଛାଡ଼ି ପାଇପ୍ ପୋତିବାର ନିୟମ ରହିଛି। ହେଲେ ଠିକାଦାର ଏସବୁ ବିଷୟରେ ମାନୁନି, ମନ ଇଚ୍ଛା ରାସ୍ତା କଡ଼ ଗୁଡ଼ାକରେ ଖୋଳି କରି ପାଇପ୍ ବିଛାଇ ଚାଲିଛି ଏବଂ ରାସ୍ତା କଡ଼ରେ ବହୁତ ଜାଗାରେ ମାଟି ବି ଉଚ୍ଚା କରି ଛାଡ଼ି ଦେଇଛି। ଉଚ୍ଚା ରାସ୍ତା ମାଟି ଯେଉଁ ଗଦା ହେଇଛି, ସେ ସ୍ଥାନକୁ ଯଦି କୌଣସି ଭୁଲବଶତଃ କୌଣସି ଗାଡ଼ି ଯାଏ, ତାହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ। ପାଇପ୍ ବିଛାଇବା ପରେ ମାଟି ଗୁଡ଼ିକୁ ସଠିକ୍ ଭାବେ ପୋତାଯିବା କଥା, କିନ୍ତୁ ସେ ମାଟି ଗୁଡ଼ିକୁ ନ ପୋତି ଦେଇ ହାଲକା ଭାବରେ ଥୋଇ ଦେଇ ଛାଡ଼ି ଦେଇ ଚାଲିଯାଇଛି। ଆଠମଲ୍ଲିକରୁ ଠାକୁରଗଡ଼ ଯାଉଥିବା ବାମ ପାର୍ଶ୍ୱରେ ଥିବା ଯେଉଁ ପାଇପ୍ ଲାଇନ୍ ଖୋଳା ହେଇଛି, ତା ପାର୍ଶ୍ୱରେ ଯଦି କୌଣସି ଗାଡ଼ି ଯାଏ, ତାହେଲେ ନିଶ୍ଚିନ୍ତ 40-50 ଫୁଟ ତଳେ ସେ ଗାଡ଼ି ପଡ଼ିବ ଏବଂ ଦୁର୍ଘଟଣାର ସମ୍ମୁଖୀନ ହେବ। ଏତେ ସବୁ ବିଷୟରେ ସବୁ ଜାଣି ବି ଆଠମଲ୍ଲିକ ପ୍ରଶାସନ, ପୋଲିସ, ପୂର୍ତ୍ତ ବିଭାଗ ଚୁପ୍ ରହିଛି। ଲାଗୁଛି ଯେପରି ସେମାନେ ଲାଚାର ଅଛନ୍ତି। ଏଣୁକରି ଏବେ ସ୍ଥାନୀୟ ବାସିନ୍ଦା ଏ ବିଷୟରେ ବିଭିନ୍ନ ବିଭାଗକୁ ଜଣାଇବାର ଆବଶ୍ୟକତା ରହିଛି।